ହ୍ୟାଲୋ ହାଏ ସମସ୍ତଙ୍କୁ ମୁଁ ପୁଣି ଥରେ ମୋର ଏଇ ଚ୍ୟାନେଲ ଡେଜିଲିଂ ଇନଫୋ ଓଡ଼ିଆକୁ ସ୍ୱାଗତ ଜଣାଉଛି। ପ୍ଲସ୍ ଟୁର ଆଡମିସନ ପାଇଁ ବୋଲି ଗଭର୍ଣ୍ଣମେଣ୍ଟ ନୋଟିସ ବାହାର କରିସାରିଛି। ସେଇ ବିଷୟରେ ଏବେ ଆମେ ଦେଖିବା ଯେ କେମିତି ସେଟା କଣ ଆପ୍ଲାଏ ପ୍ରୋସେସ କଣ ତାର କୋଉ ଡେଟରେ କଣ କରିବାକୁ ସବୁ ଅଛି ଆଉ ଫାଷ୍ଟ ମେରିଟ ଲିଷ୍ଟ କେବେ ଆସିବ କଣ ଯାହା କିଛି ମଧ୍ୟ ସବୁ ଜାଗା ଏବେ ଦେଖିବା। ତାହେଲେ ଚାଲ ଏଇଟା ହଉଛି ସେଇ ନୋଟିସ publication of advertisement regarding a admission into class 11 during the current academic session 2025-26 23 ତାରିଖ ଦିନ ଗତକାଲି ହିଁ ବାହାରିଲା। ଦେଖିପାରୁଥିବ ଏଇଠି ଅଛି 24/5/2025 ସଟରଡେ ମାନେ ଆଜି ଏଇଟା ଇଏ ହବ କଣ ଯେ ପବ୍ଲିଶ ହବ ନ୍ୟୁଜ ପେପରରେ ଦେଇଛି। ପ୍ରୋସେସ ଏବେ ଆମେ ଦେଖିବା କେମିତି କଣ ଦେଖ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ। ରେଜିଷ୍ଟ୍ରେସନ କରିବାକୁ ପଡିବ କୋଉଠି ନା ସାମ୍ସ ପୋର୍ଟାଲରେ www.samsodisha.gov.in ରେ ପ୍ରଥମରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ଏହାପରେ ତାର ଯୋଉ ରେଜିଷ୍ଟ୍ରେସନ କରିସାରିଲା ପରେ ସିଏଏଫ ଫର୍ମଟା ଯୋଉଟା କମନ ଆପ୍ଲିକେସନ ଫର୍ମଟାକୁ କେୟାରଫୁଲି ଟିକେ ଦେଖିକିରି ସେଇଟାକୁ ପେମେଣ୍ଟ କରିବାକୁ ପଡିବ ପ୍ରଥମରେ। ଆଉ ସିଏଏଫ ଫର୍ମର କପିଟା ଗୋଟେ ପ୍ରିଣ୍ଟ ଆଉଟ୍ ବାହାର କରି ରଖିଥିବ ହେଲା। ସିଏ ଫର୍ମ ମାନେ କଣ ଯୋଉ ଆମେ ଆପ୍ଲାଏ କରିବାର ଫର୍ମଟା ଆମେ କୋଉ କଲେଜ ପ୍ରଥମ ମାନେ ଦେଲେ କୋଉଟା ସେକେଣ୍ଡ ଦେଲେ କୋଉଟା ଥାର୍ଡ ଦେଲେ ଯାହାକି ତାର ଯୋଉ ଡିଟେଲ ଗୋଟେ ଫର୍ମଟା ସେଇଟା ସିଏ ଫର୍ମଟା ସେଇଟାକୁ ଆମେ ପ୍ରିଣ୍ଟ ଆଉଟ୍ ଗୋଟେ ବାହାର କରିଦବା। ପ୍ରଥମେ ଆମେ ସାମ୍ସ ସାଇଟରେ ରେଜିଷ୍ଟ୍ରେସନ କରିବା ତାପରେ ତାର ଯୋଉ ଯାହା କିଛି ଆପ୍ଲିକେସନ ଫର୍ମଟା ଫିଲ୍ଅପ୍ କରିକିରି ପ୍ଲସ ଟୁ ଆଡମିସନ ପାଇଁ ବୋଲି ତାପରେ ସେଟାର ସେ ଫର୍ମଟାର ଆମେ ଗୋଟେ ପ୍ରିଣ୍ଟ ଆଉଟ୍ ବାହାର କରିଦବା। ଆଉ ଆମର ରହିଲା ଫି ଆମର ଦେଖ ଜେନେରାଲ କ୍ୟାଟେଗୋରୀ ପାଇଁ 200 ଟଙ୍କା ଏସି ଏସ୍ ଟି ପାଇଁ 100 ଟଙ୍କା। ଆଉ ଯିଏ ପିଡବ୍ଲ୍ୟୁ କ୍ୟାଟେଗୋରୀର ହେଇଥିବ ପର୍ସନାଲ ୱିଥ ଡିଜେବିଲିଟି ସେମାନଙ୍କ ଟୋଟାଲି ଫିସ୍ କିଛି ମଧ୍ୟ ନାହିଁ। ଏଇଟା ଦେଖ ଡେଟ୍ ସିଟ୍ ଟା ଅନଲାଇନ ଆପ୍ଲିକେସନ ଫର୍ମ ଫର ଆଡମିସନ କ୍ଲାସ 11 ଇନ ସାମ୍ସ ପୋର୍ଟାଲ 24/5/2025 ଆଜି 2ଟା ବେଳକୁ ଏଇଟା ଓପେନ ହେଇଯିବ। ଲାଷ୍ଟ ଡେଟ୍ ଫର ସବମିଶନ ଅଫ ଅନଲାଇନ ଆପ୍ଲିକେସନ ଫର୍ମ ଲାଷ୍ଟ ଡେଟ୍ ହଉଛି 30/6। ଓକେ ଆମର ଗୋଟେ ମାସ ପୁରା ଅଛି ହାତରେ 30/6 ମାନେ ଜୁନ 30 ପର୍ଯ୍ୟନ୍ତ ଅଛି। ତାର ଫାଷ୍ଟ ମେରିଟ ଲିଷ୍ଟ ଆମର ଜୁଲାଇ 7ରେ ଆସିବ। ଫାଷ୍ଟ ସିଲେକ୍ସନ ମେରିଟ ଲିଷ୍ଟ ଜୁଲାଇ 7ରେ ଆସିବ। ତାପରେ ଆମର ଆଡମିସନ ଆମର ଷ୍ଟାର୍ଟ ହବ କେବେଠୁ 8/7 ଜୁଲାଇ 8 ଆରମ୍ଭ ହବ 14 ତାରିଖ ପର୍ଯ୍ୟନ୍ତ ଚାଲିବ ଫାଷ୍ଟଟା। ତାପରେ କ୍ଲାସ ଆମର ଚାଲୁ ହବ କମେନ୍ସମେଣ୍ଟ ଅଫ କ୍ଲାସ 11 ଆମର ଜୁଲାଇ 24 ତାରିଖରୁ ଚାଲୁ ହବ ହେଲା। ସାମ୍ସ ତମେ ଏଇଟା ମୋବାଇଲରେ ମଧ୍ୟ ନିଜେ ମଧ୍ୟ କରିଦେଇ ପାରିବ। www.samsodisha.gov.in ଗୁଗଲରେ ସର୍ଚ୍ଚ ମାରିବ ତାର ଯୋଉ ଲିଙ୍କ ଆସିବ ସେଟା କ୍ଲିକ କରି ରେଜିଷ୍ଟ୍ରେସନ କରିବ ପ୍ରଥମେ। ଆଉ ଯୋଉଟା ମତେ ଯଦି ମଧ୍ୟ ଆସୁନି କିଛି ମୋବାଇଲରେ କରିବାକୁ ବୋଲେ ଆଉ ଗୋଟେ ଭିଡିଓ ବନେଇବା ସେଥିରେ ମୁଁ ଏଇଟା ପୁରା ଡିଟେଲ ବତେଇଦେବି। ହେଲେ ଆପ୍ଲାଏ କର ଯୋଉଟା ନ ବୁଝା ପଡିବ ମତେ ପଚାରିଲେ କମେଣ୍ଟ କଲେ ମୁଁ କହିଦେବି ସେଇଟା। ଥ୍ୟାଙ୍କ ୟୁ।